জয় জগন্নাথ বন্ধুগণ বৈদিক জ্যোତିষ শাস্ତ୍ର ଅନୁସାରେ କୁମ୍ଭ ରାଶିର ଅଧିପତି ଗ୍ରହ ହେଉଛନ୍ତି ଶନିଦେବ ଏବଂ ଶନିଦେବ କର୍ମ ଏବଂ ନ୍ୟାୟର ଦାତା ଅଟନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ବୟସ, ଦୁଃଖ, ରୋଗ, ଯନ୍ତ୍ରଣା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଲୁହା, ଖଣିଜ ତୈଳ, କର୍ମଚାରୀ, ସେବକ ଏବଂ କାରାଗାର ଇତ୍ୟାଦିର କାରକ ବୋଲି ବିବେଚନା କରାଯାଏ। ଏହା ସହିତ ଶନି ଗ୍ରହ ପ୍ରାୟ 30 ମାସ ପରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗୋଚର କରିଥାନ୍ତି ଏବଂ ଦେବଗୁରୁ ବୃହସ୍ପତି 13 ମାସ ପରେ ଗୋଚର କରିଥାନ୍ତି। ଏହାର ପ୍ରଭାବ ସମସ୍ତ ଦ୍ୱାଦଶ ରାଶି ଉପରେ ପଡ଼ିଥାଏ। ତ ଆସନ୍ତୁ ଜାଣିବା 2026 ଠାରୁ 2030 ପର୍ଯ୍ୟନ୍ତ ଆଗାମୀ 5 ବର୍ଷ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କିପରି କଟିବ ସେ ବିଷୟରେ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଯେଉଁମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତଳେ ଥିବା ଲାଲ ରଙ୍ଗର ସବସ୍କ୍ରାଇବ୍ ବଟନକୁ ଦବାଇ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ରେ ସିଲେକ୍ଟ କରନ୍ତୁ, କାହିଁକି ନା ଆମେ ଅପଲୋଡ଼ କରିଥିବା ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ବନ୍ଧୁଗଣ, କୁମ୍ଭ ରାଶି ବର୍ତ୍ତମାନ ଶନି 7.5ର ପ୍ରଭାବରେ ରହିଛି ତଥା 2026, 27 ଏବଂ 2028ର ଅଧା ଭାଗ ପର୍ଯ୍ୟନ୍ତ ଆପଣ ଶନିଙ୍କ ଆଶୀର୍ବାଦ ପାଇବେ, କାହିଁକି ନା ସେ ଆପଣଙ୍କ ଦ୍ୱିତୀୟ ଭାବରେ ଗୋଚର କରୁଛନ୍ତି। ତେଣୁ ଏହି ସମୟରେ ଆପଣ ଆର୍ଥିକ ଭାବରେ ସଶକ୍ତ ରହିବେ। ବୈଦିକ ଜ୍ୟୋତିଷ ଅନୁସାରେ 2026 ବର୍ଷର ପ୍ରଥମ 6 ମାସ ଆପଣଙ୍କ ପାଇଁ ଲାଭଦାୟକ ହେବ। ବ୍ୟବସାୟରେ ଯଥେଷ୍ଟ ଆର୍ଥିକ ଲାଭ ହେବ। 2027 ବର୍ଷରେ ଆପଣ ପୁନଃ ଦେବଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନେ ନିଜକୁ ଏକ ସ୍ଥିତିରେ ପାଇପାରନ୍ତି। ଦେବଗୁରୁ ବୃହସ୍ପତି ଆପଣଙ୍କ କର୍ମଭାବକୁ ମଧ୍ୟ ନଜର ରଖିବେ। ଏହା ସହିତ ଏହାର ଦ୍ୱିତୀୟ ଦିଗ ଆପଣଙ୍କ ସମ୍ମାନ ତଥା ସମ୍ମାନର ଘର ଉପରେ ରହିବ। ଏହି ସମୟ ରାଜନୀତି କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ ତଥା ଏହି ସମୟରେ ଆପଣଙ୍କ ମାନ ସମ୍ମାନ ଓ ପଦ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ଏହା ବ୍ୟତୀତ 2030 ମସିହାରେ ଦେବଗୁରୁ ବୃହସ୍ପତି ଆପଣଙ୍କ ପାଇଁ ଧନ ସମ୍ପତ୍ତିର ଘର ଉପରେ ଦୃଷ୍ଟି ରଖିବେ, ଯାହାଫଳରେ ଆପଣଙ୍କୁ ବିଶେଷ ଆର୍ଥିକ ଲାଭ ପ୍ରାପ୍ତି ହେବ। ତେଣୁ ଏହି ସମୟରେ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି ଏବଂ ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ବନ୍ଧୁଗଣ, 2026, 27 ଏବଂ 2028 ବର୍ଷର ଅଧା ଭାଗ ପାଇଁ ଶନିଙ୍କ ପ୍ରଭାବ କାରଣରୁ ପାରିବାରିକ ସମସ୍ୟା ଏବଂ ସମ୍ପର୍କୀୟଙ୍କ ସହିତ ମତଭେଦ ରହିବ। ଧନ ଏବଂ ସମୃଦ୍ଧି ପାଇଁ ଏହି ବର୍ଷଗୁଡ଼ିକ ମଧ୍ୟମ ଫଳପ୍ରଦ ହେବ। ବିଶେଷ କରି 2028, 29 ଏବଂ 2030ର 6 ମାସ ଏହି ସମୟ ମଧ୍ୟରେ ଶନି ଦୁର୍ବଳ ଅବସ୍ଥାରେ ରହିବେ। ଆପଣଙ୍କ ଗୋଚର କୁଣ୍ଡଳୀର ତୃତୀୟ ଘରେ ବିରାଜିତ ରହିବେ, ଯାହା ବୀରତ୍ୱ, ସାହସ, ସେବକ, ଶ୍ୱାସକ୍ରିୟା ଏବଂ ଥାଇରଏଡ଼ର ଘର ହୋଇଥାଏ। ତେଣୁ ଏହି ବର୍ଷ ଗୁଡ଼ିକରେ ଆପଣଙ୍କୁ ଏହି କ୍ଷେତ୍ର ଗୁଡ଼ିକରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତ ବନ୍ଧୁଗଣ, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ